तो हाय फ्रेंड्स वेलकम टू माय यूट्यूब चैनल इंडिया जॉब रिपोर्ट। तो मुझे साथ स्वागत करते गोटे नुआ भिडियो। तो फ्रेंड्स आपको ओडिशा जेटी एग्जाम तरफ जहाँ भी कट अफ विषय डिटेल सब किसी डिटेल जानीपारे। तो फ्रेंड्स आप देखिपे आसीगला ओडिशा जेटी एग्जाम तरफ फाइनल कट अफ देखूँ पूरा जनरल एससीबीसी एससी एसटी समस्त आप देखा चेष्टा करूँ जान जानिकी रखु। तो कट अफ देखूँ मुझे बहुत गुटे भिडियो आपको कट अफ विषय डिटेल्स आलोचना करी। आम चैनल भिडियो किसी दिन आप अफ रही है कहीं आम किसी गोटे प्रोब्लेम आम भिडियो मुझे छाड़ी दे पार। तो फ्रेंड्स आज भिडियो आम सब किसी डिटेल्स जानीपारे। तो एतम आम चैनल को सब्सक्राइब करना जल्दी सब्सक्राइब करें नुआ नुआ जॉब अपडेट पाइबा। तो फ्रेंड्स चलते डेरी नक भिडियो को स्टार्ट करिया। तो फ्रेंड्स आप देखिए देखो जेटी रिक्वायरमेंट तरफ देखो आपंकर साइंस और आर्ट्स आप जानते दुईटी आप जो भी एक्जाम देते आप जानते। तो देखो प्रथम पेपर वन साइंस और आर्ट्स विषय में डायरेक्ट कथा तापर आम जा पेपर टू रहा साइंस और आर्ट्स विषय जावा। फ्रेंड्स आप देखिए ये देखो पेपर वन साइंस देखो जहाँकि रही है आपंकर कौन रही है देखो यूआर मानक देखो 135 135 आपंकर कटअफ रही है जीव। तापर देखो आपंकर कौन रही है एससीबीसी देखो कौन रही है 130 140 भितर कटअफ जाइबार संभावना रही है। কিন্তু एससी ভিতরে দেখুন 105 115 দেখুন ମୁଁ ଆପଣ ଯେଉଁ କହିଥିଲି ଯେ ଏଇଟା ବେଦରଗାର ଏହାର କଥା କିଛି ନାହିଁ କାହିଁକି ନା ଦେଖନ୍ତୁ ଆପଣଙ୍କୁ ଆପଣ ନିଜେ ମଧ୍ୟ ଜାଣିବେ କଟଅଫ୍ ଗୋଟେ ଯେଟା ଲାଷ୍ଟକୁ ଆପଣଙ୍କର ରେଜଲ୍ଟ ବାହାରିଲା ପରେ ଆପଣ ଜାଣିବେ କାହିଁକି ନା ଏଇଟା ମୁଁ ଗୋଟେ ଆନାଲିସିସ୍ କରିଛି। ଦେଖନ୍ତୁ ଆପଣଙ୍କୁ ଯଦି ଆପଣଙ୍କୁ ଭଲ ଲାଗିଥିବ ନିହାତି ଭାବରେ ଦେଖିବେ। ଦେଖନ୍ତୁ ଏସଟି କଏଲ୍ ଦେଖନ୍ତୁ 60 ରୁ 75 ଭିତରେ ଯିବ ଏବଂ ଆପଣ ଜାଣିବେ ଏଇଟା ସାଇନ୍ସ ମାନଙ୍କର ଗଲା ପେପର 1 ବିଷୟରେ ଏବଂ ଯେଉଁମାନେ ଆର୍ଟ୍ସରେ ଏକ୍ଜାମ୍ ଦେଇଛନ୍ତି ସେମାନଙ୍କର ଦେଖନ୍ତୁ ୟୁଆର୍ ମାନଙ୍କ ପାଇଁ ଦେଖନ୍ତୁ 135 145 ଆପଣଙ୍କର ଏଥିରେ ରହିଛି ଦେଖିବାକୁ ପାଇବେ ଏବଂ ଏସସିବିସି ମାନଙ୍କ ପାଇଁ ଦେଖନ୍ତୁ 130 140 ଭିତରେ ରହିବ এবং ଏସସି ପାଇଁ ଦେଖନ୍ତୁ 105 ରୁ 115 ପ୍ରକାର ରହିବ। ଏସଟି ପାଇଁ ଦେଖନ୍ତୁ 65 ରୁ 75 ଆପଣଙ୍କର ରହିଛି କଟଅଫ୍। ତ ଦେଖିପାରିଲେ ଇଏ ହେଲା ସାଇନ୍ସ ଏବଂ ଆର୍ଟ୍ସର କଟଅଫ୍ ଆପଣଙ୍କର ଜାଣିପାରିବେ ପେପର 1ର ଯାହାକି ଯେଟି ଜଣ ଜୁନିୟର ଟିଚର ଯେଉଁମାନେ ଏକ୍ଜାମ୍ ଦେଇଛନ୍ତି। ତ ତାପରେ ଆମେ କଥାବାର୍ତ୍ତା ହେବା ଉପରେ ନା ପେପର 2 ବିଷୟରେ ଯେଉଁମାନେ ସାଇନ୍ସ ଏବଂ ଆର୍ଟ୍ସ ଦେଖନ୍ତୁ ଏଇଠି ଦେଖିପାରୁଥିବେ ଆପଣ ପେପର 2 ଦେଖନ୍ତୁ ପେପର 2ରେ ଆପଣଙ୍କର ରହିଛି କ'ଣ ଏଇଠି ଦେଖନ୍ତୁ ୟୁଆର୍ ମାନଙ୍କର ଏଇଟା ହେଉଛି ସାଇନ୍ସ ଏଇପଟେ ରହିଲା କ'ଣ ନା ସାଇନ୍ସ ଦେଖନ୍ତୁ ଏଇଟା ହେଲା ସାଇନ୍ସ ଏବଂ ଏପଟେ ହେଉଛି ଆର୍ଟ୍ସ ଆପଣ ଜାଣିପାରୁଥିବେ। ଦେଖନ୍ତୁ ଏସ୍ ମାନେ ହେଉଛି ସାଇନ୍ସ ଏ ମାନେ ହେଉଛି ଆର୍ଟ୍ସ ଆପଣ ଦେଖି ବୁଝିପାରୁଥିବେ। ୟୁଆର୍ ଦେଖନ୍ତୁ ୟୁଆର୍ କଥା କହିଲେ ଦେଖନ୍ତୁ 140 ରୁ 50 ଆପଣଙ୍କର କଟଅଫ୍ ଯିବ ଏବଂ ଏସସିବିସି ମାନଙ୍କ ପାଇଁ ଦେଖନ୍ତୁ ଆପଣଙ୍କର ଯିବ 135 145 ଆପଣଙ୍କର କଟଅଫ୍ ଯିବ। ଏସସି ମାନଙ୍କ ପାଇଁ ଦେଖନ୍ତୁ 110 120 ଯିବାର ସମାନ ରହିଛି ଏବଂ ଏସଟି ଦେଖନ୍ତୁ 75 ରୁ 85 ରହିଛି। ତ ଏଇଟା ଦେଖନ୍ତୁ ଆପଣଙ୍କର ପେପର 2 ମାନଙ୍କ ଯେଉଁମାନେ ଦେଇଛନ୍ତି ଏକ୍ଜାମ୍ ତ ସେମାନଙ୍କର ଏଇଟା ହେଉଛି ସାଇନ୍ସ ପିଲାଙ୍କର କଟଅଫ୍ ଏବଂ ପେପର 2 ଦେଖନ୍ତୁ ଆର୍ଟ୍ସ ପିଲାଙ୍କର ଦେଖନ୍ତୁ ୟୁଆର୍ ପାଇଁ ଦେଖନ୍ତୁ 135 145 ରହିଛି ଏବଂ ଏସସିବିସି ପାଇଁ ଦେଖନ୍ତୁ 132 140 ଆପଣଙ୍କ ଭିତରେ ରହିଛି ଦେଖିପାରୁଥିବେ। ଏସସି ପିଲାଙ୍କ ପାଇଁ ଦେଖନ୍ତୁ 112 ରୁ 122 ଭିତରେ ରହିଛି ଏସଟି ରହିଛି 50 ରୁ 90। ତ ଆପଣ କହିବେ ଯେ ସାର୍ ଆପଣ ଯେଉଁ କହୁଛନ୍ତି ଏଇଟା କ'ଣ ଆମର ହେବ କି ନାହିଁ ତ ଆପଣ ଦେଖନ୍ତୁ ଆପଣଙ୍କୁ ମୁଁ ଗୋଟେ ଦେଉଛି ଗୋଟେ ଆଶ୍ୱାସନା ଦେଉଛି ଯେ ଦେଖନ୍ତୁ ଏଇଟା ଆମେ ଗୋଟେ ବନୁଛୁ ସବୁ ଡିଟେଲ୍ସ ଆମେ ଦେଖିକି ମୋ ପାଖରୁ ବି ଆମର ବି ଯେଉଁ ଛୁଆମାନେ ଆମେ ଯେଉଁ ପାଠ ପଢ଼ୁଛେ ଆମର ଛୁଆମାନଙ୍କୁ ଆମର ବି ଛୁଆମାନେ ବହୁତ ମାନେ ରଖିଛନ୍ତି ବହୁତ ଭଲ ଭଲ ମାର୍କ କିନ୍ତୁ ଦେଖନ୍ତୁ ମୁଁ ଗୋଟେ ସେମାନଙ୍କୁ ଅନୁଯାୟୀ ଦେଖିକି ଆପଣ ପାଇଁ ଗୋଟେ ଏଇଟା ବନେଇଛି। ତ ଦେଖନ୍ତୁ ଆପଣ ଏଠି ଦେଖିକି ଜାଣିପାରୁଥିବେ ନିଜେ ମଧ୍ୟ ଆନାଲିସିସ୍ କରୁଥିବେ ଦେଖନ୍ତୁ ଯିଏ ତ ଭଲ ପାଠ ପଢ଼ୁଥିବ ଯିଏ ଠିକ୍ ପରିଶ୍ରମ କରୁଥିବ ସିଏ ହିଁ ଠିକ୍ ଚାକିରି ପାଇବ। ଆପଣ ଯେ ହଁ ମୁଁ କାଲି ପଢ଼ିଥିଲି ଆଜି ପଢ଼ିଥିଲି ଚାକିରି ପାଇବେନି ଯେ ଆପଣ କହିବେ କମେଣ୍ଟ ଲେଖି ଯାହା ତାହା ଲେଖିବେ ସେରକମ କିଛି କଥାବାର୍ତ୍ତା ନାହିଁ। ଦେଖନ୍ତୁ ଏଇଟା କଟଅଫ୍ ମାନେ ହେଉଛୁ ଆପଣ ଏଇ ଟାଇମ୍ରେ ଆପଣ ଟେନସନ୍ ଅଛନ୍ତି ଯେ ଚାକିରି ହେବ କି ନାହିଁ କିଏ ବାହା ହେଇସାରିଲେ ଚାକିରି ପାଇନାହିଁ ଏଇସବୁ ଡିଟେଲ୍ସ ଆପଣଙ୍କ ସବୁ ରହୁଛି ମାନେ ଆପଣ ସବୁ ମାନେ ପୁରା ଟେନସନ୍ରେ ଅଛନ୍ତି। ତ ସେଇଥିପାଇଁ ଦେଖନ୍ତୁ ବର୍ତ୍ତମାନ ଏଇ ଜେଟି କଟଅଫ୍ ନେଇକି ସମସ୍ତେ ଚିନ୍ତିତ ଅଛନ୍ତି। ତ ସେଇଥିପାଇଁ ଦେଖନ୍ତୁ ମୁଁ ଆପଣଙ୍କର କଟଅଫ୍ ଡିଟେଲ୍ସ ସବୁଗୁଡ଼ା ଡିଟେଲ୍ସ ଦେଖି ଆଉ ଥରେ ମଧ୍ୟ ଆପଣ ଦେଖିଦିଅନ୍ତୁ ଏବଂ ସ୍କ୍ରିନଶଟ୍ ମଧ୍ୟ ଆପଣ ମାରିକି ନେଇପାରନ୍ତୁ ଆମର ମୋବାଇଲ ମଧ୍ୟ ଦେଖିପାରିବେ ଆପଣ। ଏଠି ଦେଖିପାରିଲେ ସାଇନ୍ସ ଆର୍ଟ୍ସ ଏଇଟା ଗଲା ପେପର 1 ସାଇନ୍ସ ମାନଙ୍କ ଏବଂ ଆର୍ଟ୍ସ ପାଇଁ ଏଇଟା ପେପର 2 ୟୁଆର୍ ଏବଂ ଏସସିବିସି ମାନଙ୍କ ପାଇଁ ଦେଖନ୍ତୁ ୟୁଆର୍ ଏସସିବିସି ଏସସି ଏସଟି ୟୁଆର୍ ଏସସିବିସି ଏସସି ଏସଟି ଆପଣ ଦେଖନ୍ତୁ ପେପର 2 ଏଇଟା ପେପର 2 ଏପଟେ ହେଉଛି ସାଇନ୍ସ ଏପଟେ ହେଉଛି ଆର୍ଟ୍ସ ଆପଣ ଜାଣିପାରୁଥିବେ। ଆଉ ଯେଉଁମାନଙ୍କୁ ଯାହା ବି ଡାଉଟ୍ ଥିବ ମୋତେ ଡାଇରେକ୍ଟ କମେଣ୍ଟ ମଧ୍ୟ ଜଣାଇବେ ମୁଁ ଆପଣଙ୍କୁ କମେଣ୍ଟ ଦେବା ପାଇଁ ଏଇଠି 24/7 ଆୱାର ଆପଣଙ୍କ ପାଇଁ ଏଇଠି ରହିଛି। ତ ଫ୍ରେଣ୍ଡ ଆଜିର ଭିଡ଼ିଓ ଯଦି ଭଲ ଲାଗିଛି ନିହାତି ଲାଇକ୍ କରିବେ କମେଣ୍ଟ କରି ସବସ୍କ୍ରାଇବ କରିବେ ଏମିତି ନୂଆ ନୂଆ अपडेट और कट विषय डिटेल्स जानापी आम चैनल को सब्सक्राइब करूँ। जय हिंद जय भारत फ्रेंड्स।